ମୋ ନାଁ ଅନ୍ତର୍ଯାମୀ ପାତ୍ର। ମୁଁ ଜଣେ ଘୁମୁସର ମାଟିର ପୁଅ। ଭୁବନେଶ୍ୱରରେ ମୁଁ ଦୀର୍ଘ 25 ବର୍ଷ ହେଲା ବ୍ୟବସାୟ କରି ଆସୁଛି। ମୁଁ ମୋର ବ୍ୟବସାୟ ହେଲା ଜଳଖିଆ ଦୋକାନ। ଆଉ ମୁଁ କର୍ତ୍ତବ୍ୟରେ ମଧ୍ୟ ମୁଁ ଜଣେ ସମାଜସେବୀ। ମୁଁ ଗୋଟେ ସନ୍ତୋଷୀ ଫାଉଣ୍ଡେସନ ଗଠନ କରିଛି, ସେଥିରେ ମୁଁ ଆଜୀବନ ପ୍ରେସିଡେଣ୍ଟ ଅଛି। ସମାଜ ସେବା କରିବା ମୋର ଲକ୍ଷ୍ୟ। ପିଲାଟି ଦିନରୁ ସମାଜ ସେବା କରି ଆସିଛି, ଏବେ ବି ମଧ୍ୟ ସମାଜ ସେବା ମୋ ଲକ୍ଷ୍ୟ। ଏ ଯୋଉ ଘୁମୁସର ମହୋତ୍ସବରେ ଯୋଉ ମୋର ସହଯୋଗୀ ଭାଇ ମାନେ ଅଛନ୍ତି, ମତେ ଏ ସବୁ ସହଯୋଗ ପାଇଁ ମତେ କିଛି ଆହ୍ୱାନ କରିଥିଲେ। ମୁଁ ମୋର କର୍ତ୍ତବ୍ୟ ଅନୁଯାୟୀ ମୋର ଯୋଉ ବେକାରୀ ସପ ରେ ମୋର ଯୋଉ ଜିନିଷ ଭେଟ ହଉଥିଲା, ଯେ କି ଉତ୍ତମ ଯୋଉ ଜିନିଷ ଭଲ, ମୁଁ ତାକୁ ଆଣି ଏ ଜାଗାରେ ପ୍ରବେଶ କରିଛି। ଏବଂ ମୋର ଯୋଉ ଆନନ୍ଦ ଟିଫିନ ନାମକ ଦୋକାନ ଥିଲା, ତାର ଇଏ ଘୁମୁସର ଯେହେତୁ ମାଟିର ପିଲା, ମୁଁ ଘୁମୁସର ପ୍ରସ୍ତୁତିରେ କରୁଛି। ତେଣୁ ଏସବୁ ଘୁମୁସର ଜଳଖିଆ ମୁଁ କରିଥିଲି, କିନ୍ତୁ ଲୋକମାନେ ମଧ୍ୟ ଖୁସି ହେଇଛନ୍ତି। ମୋର ବ୍ୟବସାୟ କରିବା ଉଦ୍ଦେଶ୍ୟ ଆସିନଥିଲି, ମୁଁ କେବଳ ଏ ଯୋଉ ମହୋତ୍ସବର ଆଉ ଘୁମୁସର ଗୌରବ ରକ୍ଷା କରିବା ପାଇଁ ଏ ଯୋଉ ଜିନିଷ ମୁଁ ଆଜି ଏଠି ଆୟୋଜନ ଯୋଗ ଦେଇଛି। ଉତ୍ସବରେ ଆପଣ ଅଂଶଗ୍ରହଣ କରି କେତେ ଆନନ୍ଦ ଅନୁଭବ କରୁଛନ୍ତି? ବହୁତ ଆନନ୍ଦ ଅନୁଭବ କରୁଛି। ଯେହେତୁ ଜନ୍ମ ମାଟି ଘୁମୁସର, ଜନ୍ମସ୍ଥାନ ବୁଗୁଡାରେ ବଢି ବୁଗୁଡାରେ ଜନ୍ମ ହେଇ ବାପା ମାଙ୍କ ବିଚ୍ଛେଦ ପରେ 8 ବର୍ଷ ବୟସରୁ ଗାୟଗଣ୍ଡା ବି ଘୁମୁସର, ସେଇ ଗୋଟେ ମାଉସୀ ଘରେ ମୁଁ ଏଷ୍ଟାବ୍ଲିଶ ହେଇଛି। ଆଜି ପର୍ଯ୍ୟନ୍ତ ଗାଁରେ ମୋର ସେବା କରି ଆସିଛି। ମନ୍ଦିର ବିଭିନ୍ନ ପ୍ରକାର ଅନୁଷ୍ଠାନରେ ମୋର ଅଛି, ଜଡ଼ିତ ରହିଛି। ଆଉ ଗ୍ରାମ ଗାଁ ଘୁମୁସରକୁ ମୁଁ ଛାଡିନି, ପ୍ରତି ମାସେ ଥରେ 2 ମାସ ଥରେ ଯାଏ। এই ଘୁମୁସର ଉତ୍ସବରେ ଭାଗ ନେଇଥିବାରୁ ଆପଣଙ୍କୁ କେତେ ଦୂର କଣ ସାହାଯ୍ୟ ସହଯୋଗ କେମିତି ସବୁ କରୁଛନ୍ତି? ମୁଁ ତ ଆଗରୁ ବହୁତ ଦିନ ପୂର୍ବରୁ ଗଞ୍ଜାମ ବିକାଶ ମଞ୍ଚରେ ପୁରସ୍କୃତ ହେଇଛି ବାବୁ ଶାନ୍ତନୁ ରଥଙ୍କ ଦ୍ଵାରା। ମୁଁ ଯେହେତୁ ଘୁମୁସରରୁ ଆସି ଗଞ୍ଜାମରୁ ଆସି ଗଞ୍ଜାମ 25ଟା ପରିବାର ଘୁମୁସରର ମୋ ପାଖରେ ପରିଚାଳିତ ହଉଛନ୍ତି, ସେଥିପାଇଁ ମତେ ଗୋଟେ ପୁରସ୍କୃତ କରିଥିଲେ ଗଞ୍ଜାମ ବିକାଶ ମଞ୍ଚରେ। ଆଉ ବର୍ତ୍ତମାନ ଘୁମୁସରର ଯୋଉମାନେ ଆଜି ଉତ୍ସବ କରିଛନ୍ତି, ଯେହେତୁ ମୁଁ ଘୁମୁସର, ତେଣୁ ମତେ ଏ ପ୍ରସ୍ତାବ ଦେଲେ ତମେ ଆସି ଆମ ପାଖରେ ଟିକେ ରହିବ। ଆଉ ଯାହା ମୋ କର୍ତ୍ତବ୍ୟ ଅନୁଯାୟୀ କିଛି ମଧ୍ୟ ସହଯୋଗ କରିଛି, ମୁଁ ଅର୍ଥ ଆକାରରେ ବି ସହଯୋଗ କରିଛି। ଖାଦ୍ୟ ଷ୍ଟଲ ଆପଣ ପକେଇଛନ୍ତି, କଣ କଣ ଜିନିଷ ଏଠି ପକେଇଛନ୍ତି? ସକାଳ ଜଳଖିଆ ପାଇଁ ଉପମା, ଇଡଲି, ଆମ ଘୁମୁସର ଉପମା, କଞ୍ଚା ସୁଜି ଉପମା ଯୋଗୀ, ଆଉ ପିଆଜ ତରକାରୀ, ପଦିନା ଚଟଣି, ପିଆଜ ଚଟଣି, ଚଣା ତରକାରୀ ଏବଂ ପୁରୀ, ଆଉ ଆମର ଯୋଉ ଆଳୁ ଭଣ୍ଡା ଆଉ ଗାଁରି, ଏତିକି ଆଇଟମ ଏତିକି ଆଜି କରିଥିଲି। ଆଉ ସନ୍ଧ୍ୟାବେଳେ ମଧ୍ୟ ବିଭିନ୍ନ ପ୍ରକାର ଆମର ଯୋଉ ହୁଏ ଲଙ୍କା ଚପ୍ ବା ଲଙ୍କା ପକୋଡି, ବାଇଗଣ ପକୋଡି, କୋବି ପକୋଡି, ଏଭଳି କରି ମୁଁ ଏମାନଙ୍କ ମନ ଖୁସି ପାଇଁ ବ୍ୟବସାୟର ଉଦ୍ଦେଶ୍ୟ ନାହିଁ, କେବଳ ସହଯୋଗର ଉଦ୍ଦେଶ୍ୟ ନେଇ ମୁଁ ଘୁମୁସର ମଞ୍ଚକୁ ପୁରା ଭୁବନେଶ୍ୱରରେ ପୁରା ପ୍ରଚାର ପ୍ରସାର ଅଛି। ଗଙ୍ଗନଗର ଛକରେ ଆନା ଟିଫିନ ସେଣ୍ଟର କହିଲେ ସମସ୍ତେ ଜାଣନ୍ତି, ଆଉ ସମସ୍ତେ ସେଠିକି ଦୌଡନ୍ତି। ଆଉ ସେ ବିଷୟରେ କଣ ଆପଣଙ୍କର କହିବାର? ଆଜ୍ଞା, ମୋର ମନୋଭାବ ସବୁବେଳେ ଅନ୍ୟକୁ କିଛି ସାହାଯ୍ୟ କରିବା, ଖୁସି କରିବା। ଧନ ଉପାର୍ଜନ ପଛରେ ମୋର ନଥିଲେ ମଧ୍ୟ କିଛି ମୁଁ କ୍ଷତି କରିନି। ଏଇ ବ୍ୟବସାୟ ମୋର ପରିବାର ପ୍ରତିପୋଷଣ ସହିତ ପିଲାମାନେ ମୋର ଉଚ୍ଚ ଶିକ୍ଷିତ କରିପାରିଛନ୍ତି। ଆଜି ଝିଅ ମୋର ମଧ୍ୟ ବହୁତ ଚାର୍ଟାର୍ଡ ଆକାଉଣ୍ଟ କରି ବର୍ତ୍ତମାନ ଭିଲାଇରେ ଗୋଟେ ଷ୍ଟିଲ ପ୍ଲାଣ୍ଟରେ ବର୍ତ୍ତମାନ ଗୋଟେ ଭଲ ପୋଷ୍ଟ ମ୍ୟାନେଜର ଅଛି, ଷ୍ଟିଲ ପ୍ଲାଣ୍ଟର, ଯିଏକି ଜେନେରାଲ ମ୍ୟାନେଜର ଅଛି। ତେଣୁ ପୁଅ ବି MBA କରିଛି, ବାହାରକୁ ଛାଡ଼ିଲିନି ବୋଲି ଆଜି ମତେ ସହଯୋଗ କରୁଛି। MBA କରିକି ସିଏ ମଧ୍ୟ ଏଇ ବେକାରୀ ସପ୍ କରି ବସିଛି। ତେଣୁ ମୋ ପରିବାର ଉଚ୍ଚ ଶିକ୍ଷିତ, ବୋଉ ମଧ୍ୟ ମୋର ଠିକ MSc ଅଲ୍ ଇଣ୍ଡିଆ ସ୍କଲାରସିପ୍ ପାଇକି ମଧ୍ୟ ସେ ଚାକିରି କରିବାକୁ ମୁଁ ତାକୁ ସୁଯୋଗ ଦେଇନି। ଆଉ ଜୋଇଁ ମଧ୍ୟ ମୋର ଇଣ୍ଡିପେଣ୍ଡେଣ୍ଟ, ସେ ଚାକିରି ନ କରି ମଧ୍ୟ ସିଏ କାର୍ଟୁନ ପିକ୍ଚର ଗୋଟେ ଆପଣ ଜାଣିଥିବେ ହରିହର ସାମନ୍ତ ରାୟ ବୋଲି ପିକ୍ଚର ବନାନ୍ତି, କାର୍ଟୁନ ପିକ୍ଚର ବନାନ୍ତି। ସେ ରାଉରକେଲାରେ ଏଷ୍ଟାବ୍ଲିଶ, ତାଙ୍କ ବାପା ଜଣେ ମଧ୍ୟ ଇଞ୍ଜିନିୟର। ତେଣୁ ମୁଁ ଏ ସେବା କରିବା ଦ୍ୱାରା ମୋର ପରିବାର ମଧ୍ୟ ଖୁସିରେ ଅଛନ୍ତି। ଏଇ ଉତ୍ସବ ତ 2 ଦିନ ଧରି ଚାଲିବ। ଆଜ୍ଞା, 2 ଦିନ ଭିତରେ ଯୋଉ ଆପଣ ଭାଗ ନେଇଛନ୍ତି, ଏଇଥିରେ ଅଂଶଗ୍ରହଣ କରିକି ଆପଣ କେତେ ଆନନ୍ଦ ଉଲ୍ଲାସ? ମୁଁ ବହୁତ ଆନନ୍ଦ। ମତେ ମୋର ଆଉ ପରିବାର ପାଇଁ କିଛି ଧନ ଉପାର୍ଜନ ପଛରେ ନାହିଁ, ମୁଁ କିଛି ସମାଜ ସେବା କରିବା ମୋର ଜୀବନ ଲକ୍ଷ୍ୟ ଅଛି। ଯଦି ମୋର ସେବାରେ କିଛି ଲୋକ ଖୁସି ହେଇପାରୁଛି, ମୁଁ ସେଥିରେ ବହୁତ ଆନନ୍ଦ, ଖୁସି। ମୁଁ ପାଇବା ଆଶାରେ କିଛି ନାହିଁ।
ଆପଣଙ୍କର ତ ଯୋଉ ଆନା ଟିଫିନ ସେଣ୍ଟର ବେକାରୀ ଷ୍ଟଲ ଯୋଉ ଅଛି ଆଜ୍ଞା ପୁରା ଭୁବନେଶ୍ୱରରେ ଚହଳ ସୃଷ୍ଟି କରୁଛି ଆଜ୍ଞା ସେ ବିଷୟରେ ଗ୍ରାହକ ମାନେ ଏତେ ଆକୃଷ୍ଟ ହବାର କାରଣ କଣ? କହିପାରିବିନି ସାର୍, ସେମାନଙ୍କର ଗ୍ରାହକ ମାନଙ୍କର ତାର ଉତ୍ତର ଦେବେ। କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଦୀର୍ଘ 40 ବର୍ଷ ବ୍ୟବସାୟ କରେ, କିଏ କଣ ଖାଇଯାଆନ୍ତି ମୁଁ ତାକୁ ପଚାରେ କି ଆପଣ କଣ ଖାଇଛନ୍ତି। ଆଉ ପିଲାମାନଙ୍କୁ, ଯେହେତୁ ମୁଁ ପିଲା ଦିନ ବାପା ମାଙ୍କୁ ହରେଇଛି, ଝିଅକୁ ଦେଖିଲେ ମା ବୋଲି ଡାକେ, ପୁଅ ମାନଙ୍କୁ ଦେଖିଲେ ଯେଟା ଅଫିସର ହେଇଥାନ୍ତୁ, ସେମାନେ ପିଲା 20 ବର୍ଷ ତଳୁ 30 ବର୍ଷ ତଳୁ ପାଠ ପଢିକିରି ବଡ ବଡ ଅଫିସର ହେଇ ଆସିଛନ୍ତି, ସେମାନେ ବାପା ଲାଗେ। ସେ ଏଇଥିପାଇଁ ବହୁତ ଖୁସି ହୁଅନ୍ତି ଯେ ଆପଣ ସେଇ କଥା ଭୁଲି ନାହାନ୍ତି। 40 ବର୍ଷ ତଳୁ ଆଜି ଆମେ କୋଉ ଜାଗାରେ ପହଞ୍ଚିଲୁଣୁ, ଆମେରିକାରୁ ଆସିଥାନ୍ତି, ଲଣ୍ଡନରୁ ଆସିଥାନ୍ତି, ସେମାନେ ପ୍ରତି ଖୁସି ହୁଅନ୍ତି ଯେ ଆପଣ ସେଇ ଜିନିଷଟାକୁ ଆମେ ଶୁଣିବାକୁ ଆପଣ ଅଛୁ। ଫ୍ଲାଇଟ୍ ବୋଲିକି ମୋ ବାବା ଆସନ୍ତି, ଆଉ ହଜାର ହଜାର ମୋ ପେଟରେ ଥୋଇ ଦେଇ ଯାଆନ୍ତି। ସେ କହନ୍ତି ଗୋଟେ ଖୁସିରେ ଯେ ଆପଣ ଆଜ୍ଞା ଆପଣ ପଛରୁ ଡାକନ୍ତି, ପିଲା ସାଙ୍ଗରେ ଖାଇଲେ ଘରୁ ପଇସା ଆସିନଥାଏ, ତମକୁ ଖାଇଦେଇ ବହୁତ ଥର ଯାଇଛି। ତେଣୁ ଆଜ୍ଞା ଆମେ ଆସିଛୁ ଆପଣଙ୍କୁ କିଛି ସୁଝିବା ପାଇଁ, କିନ୍ତୁ ଅଭାବ ନାହିଁ ଆମେ ଜାଣିଛୁ ଆପଣ ଭଲ ଅଛନ୍ତି, କିନ୍ତୁ ଆଜ୍ଞା ଆମେ ତ ସୁଝିବୁ ନା। ହଜାର ହଜାର ଟଙ୍କା ମୋ ପେଟରେ ପକେଇ ଦେଇ ଜବରଦସ୍ତ ଯାଆନ୍ତି, ଆପଣ ମନା କରିବେନି ଆଜ୍ଞା କହନ୍ତି। ଏଇଟା ମତେ ବହୁତ ଖୁସି ଲାଗେ। ଶହ ଶହ ଲୋକଙ୍କ ଆଗରେ ଭିଡ଼ ଥାଏ ଦୋକାନ, ତାରି ଭିତରେ ସେ କହନ୍ତି ଆମେ ଏମିତି ବନ୍ଦ କଥା ତମଠୁ ଖାଇକି ଯାଇଛୁ, ତମେ ତ କାହାକୁ ମାଗନି ପଛରୁ ଆଉ, ତେଣୁ ଆମେ ତ ପଇସା ନଥାଏ ଆଉ, ଘରୁ ଆସିନଥାଏ ଆଉ। ଆଜି ସିନା ମୋବାଇଲ ହେଇଗଲା, ଆମେ ଆଜି ଲକ୍ଷ ଲକ୍ଷ ପାଇଲୁ, 5 ଲକ୍ଷ 7 ଲକ୍ଷ 10 ଟଙ୍କା ପାଉଛୁ, କି ଘରକୁ ଆମକୁ 5 ଟଙ୍କା 500 ଆମର ଆସିଲା ବହୁତ କଷ୍ଟ ହୁଏ ବାପା ମୋ ପଠେଇଲା ଆଡୁ। ଏଇଭଳି କହନ୍ତି ଯୋଉ ଅନ୍ୟମାନେ ଶୁଣିକି ବି ଖୁସି ହୁଅନ୍ତି, ସେମାନେ ନିଜକୁ ଭାବନ୍ତିନି ଯେ ଆମେ ଛୋଟ କାମ କରୁଛୁ ବୋଲି, କେବେ ଭାବନ୍ତିନି ଆମେ ତ ସେଇଠୁ ବଢିଛୁ ତମ ପାଖରୁ, ବଡ ଭାଇ ସଦୃଶ ବୋଲି ସମସ୍ତେ ମତେ ସମ୍ମାନ ଦିଅନ୍ତି। ତେଣୁ ମୁଁ ବହୁତ ଖୁସି ହୁଏ, ଏଇ ଶୁଣିଲା ପରେ ମୁଁ ବହୁତ ଖୁସି ହୁଏ। ଆଜି ପର୍ଯ୍ୟନ୍ତ ମୋର ବି ଲକ୍ଷ୍ୟ କିଏ କଣ ଖାଇଲେ, ଆଜ୍ଞା କଣ ଖାଇଛନ୍ତି, ଯାହା ଦେଲେ ରଖିଦିଏ।